ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେନି କି ସୋଫିଆ ଫିରଦୋଷ ଆଜି କିଛି ସେହି ଆଡ଼କୁ ଇସାରା କରିଛନ୍ତି ନିଜେ ସୋଫିଆ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ସହ କଂଗ୍ରେସର ବୁଝାମଣାକୁ ନେଇ ସେ ବିଷୋଦ୍ଗାର କରିଛନ୍ତି। ଏହା ସହିତ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ପ୍ରଶ୍ନ ଉଠାଇ ସୋଫିଆ କହିଛନ୍ତି, ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇ ନଥିଲା। ମୋ ନିର୍ବାଚନ ମଣ୍ଡଳୀରୁ କାହାକୁ ନେଇ କଂଗ୍ରେସରେ ସାମିଲ କଲେ ନେତୃବୃନ୍ଦମାନେ ମୋତେ ଜଣାଉନାହାନ୍ତି। ଏହା ସହିତ ରାଜ୍ୟସଭା ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇନଥିବା ଅଭିଯୋଗ କରିଛନ୍ତି ସୋଫିଆ। ସେ କହିଛନ୍ତି ଯେ ପ୍ରାର୍ଥୀ ଚୟନ ପୂର୍ବରୁ ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା। ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ମଧ୍ୟ ସୋଫିଆ ପ୍ରଶ୍ନ କରିଛନ୍ତି। କହିଛନ୍ତି ଦୁଇ ଦଳର ମୁଖ୍ୟ ଯଦି ଏକାଠି ଭାବେ ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିଥାନ୍ତେ ତାହେଲେ କଂଗ୍ରେସର ଇଜ୍ଜତ ରହିଥାନ୍ତା। ସମର୍ଥନ ନେଇ ଆମ ସହ କୌଣସି ପରାମର୍ଶ କରାଯାଇ ନାହିଁ ବୋଲି କହିଛନ୍ତି ସୋଫିଆ। କଂଗ୍ରେସର ଆଜିର ଏଭଳି ସ୍ଥିତି କେବଳ ବିଜେଡି ପାଇଁ। ବିଜେଡି ସବୁବେଳେ ବିଜେପି ସହ ମିଶି ରହି ଆସିଛି। କଂଗ୍ରେସକୁ ଶେଷ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ର କରିଛି। ଏବେ ସେହି ବିଜେଡି ସହିତ ହାତ ମିଳାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋଫିଆ ଫିରଦୋଷ। ଏହା ସହିତ ରାଜ୍ୟସଭା ନିର୍ବାଚନରେ ନିଜ ଭୋଟ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି ସୋଫିଆ। କହିଛନ୍ତି ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ ଦେବେ, ଭୋଟ ଦେବା ମୋର ଅଧିକାର, ମୁଁ ନିଶ୍ଚୟ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବି। ସିଧାସଳଖ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେନି ବୋଲି କହିନଥିଲେ ବି ସୋଫିଆଙ୍କ ବୟାନ ସେହି ଆଡ଼କୁ ହିଁ ଇସାରା କରୁଛି। ପୂର୍ବରୁ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଯିବାକୁ ନେଇ ମଧ୍ୟ ସୋଫିଆ ନିଜ ଅସନ୍ତୋଷ ଝାଡ଼ିଥିଲେ। ଏଭଳି ସ୍ଥିତିରେ ଆସନ୍ତା 16 ତାରିଖରେ ରାଜ୍ୟସଭା ନିର୍ବାଚନରେ ସୋଫିଆ କାହାକୁ ଭୋଟ ଦେଉଛନ୍ତି ଏବେ ତାହାରି ଉପରେ ସମସ୍ତଙ୍କ ନଜର।